ମୁଁ ଅମର ପାଖରେ ରହିବି। ହଁ ମୁଁ ତାକୁ ବାହାହେଇକି ତା ସହିତ ରହିବି। ହଁ କହିଛି ସେ ଏଥିରେ ରାଜି ନଥିଲେ। ସେ ମତେ ବାରମ୍ବାର ମନା କରୁଥିଲେ ଯେ ତା ସହିତ କଥା ହଉନି ବୋଲିକି, ତଥାପି ମୁଁ କଥା ହଉଥିଲି ତା ସହ। ମୁଁ ତା ସହିତ ପଢୁଥିଲି ଏଇ ଭୁବନେଶ୍ୱରରେ, ଚତୁର୍ଥ କି ପଞ୍ଚମ। ମୁଁ 2024ରେ ତାକୁ ମେସେଜ କରିଥିଲି। ସେତେବେଳେ ମୋ ଫୋନ ନେଇଥିଲା, ମୋ ମା ମତେ ଫୋନ ଦେଇ ନଥିଲେ। ଯେତେବେଳେ ମତେ ମୋ ମା ଫୋନ ଦେଲେ, ମୋ ସୋସିଆଲ ମିଡିଆ ଥିଲା, ସେତେବେଳେ ମୁଁ କଥା ହେଇଥିଲି ତା ସହ। ହଁ ହଁ ବାଲେଶ୍ୱରରେ। ସେ ବି କିଛି କରୁନି, ସେ କାମ କରୁଥିଲା। ସରଳ ଭାବେ କହିବେ ଆପଣଙ୍କର ପ୍ରକୃତରେ ଆସିବାର ଇଚ୍ଛା ଅମର କାରଣ ଅଲଗା କିଛି ମା ହଇରାଣ କରୁନଥିଲେ ନା। କୁହନ୍ତୁ ସେ ବିଷୟରେ ସରଳ ଭାବେ। ମୁଁ ଅମରକୁ ଭଲ ପାଉଛି ଆଉ ମୁଁ ଆସିବାର ଥିଲା। ମୁଁ ଓଡିଶା ଆସିବା ପାଇଁ ଚାହୁଁଥିଲି ଜଲ୍ଦି। ମୁଁ ଆମେରିକା ମତେ ଟୋଟାଲି ଭଲ ଲାଗିଲାନି। ତ ମୋ ମାଙ୍କୁ କିଛି କୁହନି, ମୋ ମା ମତେ ଏମିତି କିଛି ବି କରିନାହାନ୍ତି।